ତେଣୁ ଏଇସବୁ ଦୃଷ୍ଟିରୁ ତ ଆପଣଙ୍କର ଅଭିଜ୍ଞତା କ'ଣ ଶିଖେଇଲା ଆପଣଙ୍କୁ? ବିଜେଡିରେ ଏତେ ବର୍ଷ ରହିବା, 5 ଥର ସାଂସଦ ବନିବା, ପୁଣି ଟିକେଟ୍ ନ ପାଇବା, ଆପଣ ଧୋକା ପାଇଲା ଭଳି ଲାଗିବା, ଆପଣ କହୁଛନ୍ତି ଏଇଟା ଗୋଟେ ପଲିଟିକାଲ ମର୍ଡର ହେଇଗଲା। ଆରେ ମୁଁ ମାଗଣା ଜିତି ଆସୁଥିଲେ, ପଇସା ଟିକେ ଖର୍ଚ୍ଚ କରିନି ଇଲେକ୍ସନ ସମୟରେ। ତମେ କ'ଣ ଲୋକ ମିଳିଲେନି ତମକୁ? ତମେ ଗୋଟେ ସିଟ୍ଟା କାହିଁ ହରେଇଲ? ମୁଁ ଭୁବନେଶ୍ୱର ଠିଆ ହେଇଥିଲା ଆଉଥରେ ଜିତିଥାନ୍ତି। ପୂର୍ବରୁ ମୋ ଗାଁ ଜଗନ୍ନାଥଙ୍କ ଉପରେ ସାରା ବିଶ୍ୱରେ ବୁଲି ବୁଲି ଏବେ ବି ପ୍ରଚାର କରୁଛି। ତେଣୁ ସେଠି ବି ଜିତିବାଟା ମୋ ପାଇଁ, ମୁଁ ଜାଣିଛି ଜିତିବା ହାରିବା ତ ମୁଁ କହିପାରିବିନି। ସୌମ୍ୟବାବୁଙ୍କ ସାଙ୍ଗରେ ବି ଥରେ ହଁ ପ୍ରତିଦ୍ୱନ୍ଦିତା କରୁଥିଲେ ମତେ ଲାଗୁଛି। ଥରେ କାହିଁକି ମ, 2 ଥର ନା 2 ଥର କରିଛନ୍ତି। ମୋର ମନେ ପଡୁଛି ଥରେ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିଥିଲି ଯେ ସୌମ୍ୟବାବୁଙ୍କ ସହିତ ଆପଣ କେମିତି ଲଢ଼େଇବେ, ଆପଣଙ୍କ ପାଖରେ ସେତିକି ରିସୋର୍ସେସ୍ ଆଉ ଷ୍ଟ୍ରେଙ୍ଗଥ ଅଛି କି ନାହିଁ? ଆପଣ କହିଥିଲେ ମୁଁ ମୋ ଚେଲାମାନଙ୍କୁ କହିଦେଇଛି, ମାନେ କର୍ମୀମାନଙ୍କୁ କହିଦେଇଛି, ସୌମ୍ୟବାବୁଙ୍କର ଯେତେ ସବୁ ପୋଷ୍ଟର ଅଛି ତାକୁ ଚିରିଦିଅ। ଆମେ ତ ପାରିବାନି, ବରଂ ଚିରିଦିଅ ପୋଷ୍ଟର ଗୁଡ଼ାକ, ଆମର ସମାନ ହେଇଯିବ। ସତରେ ଆପଣ ଏମିତି କହନ୍ତି ଲୋକ? ସୌମ୍ୟବାବୁଙ୍କୁ ଚିରିଦିଅଟା କହିନି। ହଁ, ଆମେ ତ ସେତେ ପୋଷ୍ଟର ଲଗେଇ ପାରିବାନି, ତାଙ୍କ ପୋଷ୍ଟର ଗୁଡ଼ା ଚିରିଦିଅ। ଯେମିତିକା ବିଜୁ ମତେ କହିଲେ ହଉ ପାକେଟରେ ପଇସା ନେଇ ରାନ୍ତି କରୁଛ, ଆଚ୍ଛା କିଛି କରିପାରିଲନି? ମୁଁ କହିଲି ନାଇଁ, କ'ଣଟା କରିବି ନା, ଏଇ ପୋଷ୍ଟର ବ୍ୟାନର ସବୁ କୋଉଠୁ ଆସିବ, ପଇସା କୋଉଠୁ ଆସିବ ଚିନ୍ତା କରିଛ? ମୁଁ କହିଲି ଆଜ୍ଞା କରିଦେଇଛି ନା କ'ଣ ନା, ହାତ ଚିହ୍ନରେ ମୋହର ଦେଇ ପ୍ରସନ୍ନ ପ୍ରସନ୍ନ ଜିତାନ୍ତୁ, ସେତେବେଳେ କଂଗ୍ରେସ ସେଟା ଅଛି। ମୁଁ କ'ଣ କଲି, ମୋ କର୍ମୀ ଭାଇମାନଙ୍କୁ କହିଲି, ସେତେବେଳେ କର୍ମୀମାନେ ଗୋଟେ ଅନେଷ୍ଟ ଥିଲେ। ବହୁତ ମାନେ ସେ ଲୋକ ଗୁଡ଼ା ଆଉ ନାହାନ୍ତି, ସେମିତି ମିଳିବେନି। ମୁଁ କହିଲି ତମେ ଗୋଟେ କାମ କର, ଚକ୍ ଖଡ଼ି ନେଇଯିବ, ସେଇ ହାତ ଚିହ୍ନରେ ଯୋଉ ଲେଖା ହେଇନି ସେଟା ଦୀର୍ଘିକାଟି ଟାଣିଦବ, ହାତୀ ଚିହ୍ନରେ। ହାତୀ ହେଇଗଲା, ମୋ ଚିହ୍ନ ହାତୀ ମିଳିଥିଲା, ହାତକୁ ହାତୀ କରିଦେବି। ଏବଂ ମୋ ପାଖେ ପଇସା ନଥିଲା, ମୁଁ ସଙ୍ଗେ ସଙ୍ଗେ ପହଞ୍ଚିଲି ଶରଦ ଦେବଙ୍କ ପାଖରେ, ମତେ ବହୁତ ଭଲ ପାଆନ୍ତି, ରାଜା ଆଳି ରାଜା। ସିଏ ବି ସବୁ ବିଜୁବାବୁଙ୍କ ଅତି କ୍ଲୋଜ ମନ୍ତ୍ରୀ ଥିଲେ, କ'ଣ ନଥିଲେ, ସିଏ ବିରୋଧୀ ଦଳ ନେତା ବି ଥିଲେ। ସିଏ ମୁଁ ତାହା ପହଞ୍ଚିଗଲି, କୁଆଡ଼େ ରହିବ? ମୁଁ ରାଜା ସାହେବ, ମୁଁ ହାତୀ 2ଟା ନେବାକୁ ଆସିଛି। କ'ଣ ପାଇଁ? ଓ ତମର ହାତୀ ଚିହ୍ନ, ଆଚ୍ଛା। ତାଙ୍କର ହାତୀ ଥିଲା? ଚିହ୍ନଟା ଆମର ହାତୀ ନଥିଲା କି? ତାଙ୍କର ହାତୀ ଥିଲା। ତାଙ୍କ ପାଇଁ ହାତୀ, ତାଙ୍କ ଉଆସରେ ହାତୀ ଆଗରୁ ଥିଲା। ତ ଆପଣ ହାତୀ 2ଟା ନେଇ ଆସିଲେ? ସିଏ ଦେଲେ ମତେ। ଆପଣ ଖୋର୍ଦ୍ଧା ନେଇ ଆସିଲେ ହାତୀ? ହଁ, ଖୋର୍ଦ୍ଧା। ଏବଂ ଖୋର୍ଦ୍ଧାରେ ହାତୀ ଉପରେ ବସି ପ୍ରଚାର କଲେ? ହାତୀ ଉପରେ ବସି ପ୍ରଚାର କରିନି, କ'ଣ କଲି, 2ଟି ମାହୁନ୍ତ ଆସିଥିଲେ ସାଥିରେ, ତାଙ୍କୁ ସିଏ ଟ୍ରେନିଂ ଦେଇଥିଲେ। ମୁଁ ବି କହିଲି ଯେ ମୁଁ ଟିକେ ତମେ ଯାହରେ ପୁରୀ କିଛି କାଚ କିଛି ସିନ୍ଦୁର ମଧ୍ୟ ଆଣିବ ଠାକୁରଙ୍କର, ଏବଂ ଗାଁ ଗହଳିରେ ହାତୀ ବୁଲିବେ, ମାହୁନ୍ତ ଟିକେ ଲଗେଇ ଦେଉଥିବ ମା ମାନଙ୍କର, ଲୋ ମା ତୋ ହାତ କାଚ ବଜ୍ର ହଉ, କିନ୍ତୁ ଆମ ଗାଁ ନା କାଚ ବଜ୍ର, ହଁ ବେଶ, ଏବଂ ମାନେ କେବେ ଆଉ ବିଧବା ହବ ନା, ସ୍ୱାମୀ ସବୁବେଳେ ବେଶ ବେଶ। ତ ଏଇ ଚିହ୍ନଟାରେ ମୋହର ମାର ବୋଲି କହିବ। ହାତୀ କହିଛି ଯେ ମୋତେ ତମେ ଭୋଟ ଦିଅ, ମୋ ଚିହ୍ନଟା ହାତୀ ହବ। ମାହୁନ୍ତ ପ୍ରଚାର କରିବ? ହଁ, ସେ ମାହୁନ୍ତ ମଧ୍ୟରେ ପ୍ରଚାର କରିଛି। ମାହୁନ୍ତ ହାତୀ ଏମିତି ଗାଁ। ହାତୀ ପିଠିରେ କ'ଣ ଆପଣଙ୍କ ପୋଷ୍ଟର ନାଁ ଫାଁ ଲେଖା ହେଇଥାଏ ନା ଖାଲି ହାତୀ ବୁଲେ? ଖାଲି ହାତୀ ବୁଲେ, ପୋଷ୍ଟର ମାରିବା ଦରକାର। ହାତୀ ଗଲା ମାନେ ପ୍ରସନ୍ନ ପାଠଶାଣୀ ଯାଉଛନ୍ତି, ବାସ୍ ନିଶ୍ଚୟ, ସନ୍ଦେହ ଅଛି। ସେତେବେଳେ ଆପଣ ସ୍ୱାଧୀନ ଥିଲେ? ସ୍ୱାଧୀନ ଚିହ୍ନରେ ତ ଚିହ୍ନିଲା, ହାତୀଟା ମିଳିଲା। ଆଉ ଶରଦ ଦେବଙ୍କର ହାତୀ ଆପଣଙ୍କ ପାଇଁ ପ୍ରଚାର କଲା? ହଁ, କରିଛି।